ଚାଲନ୍ତୁ ସାଙ୍ଗମାନେ ଆଜି ଆମେ ପ୍ରସ୍ତୁତି କରିବା ଗୋଟା ମୁଗ ତରକାରୀ, ଯୋଉଟାକି ଭାତ ସହିତ ଖାଇବାକୁ ବହୁତ ଟେଷ୍ଟି ଲାଗିବ। ତ ଗୋଟା ମୁଗକୁ ଆମେ ପ୍ରଥମେ ଭାଜିଦେବା। ଭାଜି ସାରିଲା ପରେ ତାକୁ ପାଣି ଦେଇକି ସେଥିରୁ ଗୋଡ଼ିକି ବାଲି ବାହାରିବ, ପାଣି ଦେଇକି ଆମେ ପ୍ରେସରରେ ଦେଇଦେବା। ସେଥିରେ ଆପଣଙ୍କର ମନ ପସନ୍ଦର ପରିବା ଦେଇଦେବେ, କିନ୍ତୁ ଦେଶୀ ଆଳୁ କିମ୍ବା ସାରୁ ଏଥିରେ ନିଶ୍ଚିତ ରୂପେ ଏଡ୍ କରିବେ। ଟମାଟୋ ଦେଇଦେବା। ଟମାଟୋ ଦେଲା ପରେ ଏଥିରେ ହଳଦୀ ଗୁଣ୍ଡ ଆଉ ଲୁଣ ଟେଷ୍ଟ ହିସାବରେ ଦେଇ ପାଣି ଦେଇକି ଆମେ 3ଟି ହୁଇସିଲ୍ ଆସିଲା ପର୍ଯ୍ୟନ୍ତ ଅପେକ୍ଷା କରିବା। ତାପରେ ଆମେ ଗୋଟେ ମସଲା ପ୍ରସ୍ତୁତି କରିବା, ଯେଉଁଥିରେ କି ଅଛି ଜିରା, ସୋରିଷ, ଶୁଖିଲା ଲଙ୍କା, ରସୁଣ, ଅଦା। ଏହାକୁ ପାଣି ଦେଇକି ଭଲ ଭାବରେ ବାଟିଦେବା। ଏବେ କଡ଼େଇରେ ଆମେ ତେଲ ଦେବା, ଜିରା ସୋରିଷ ଦେବା। ଜିରା ସୋରିଷ ଫୁଟିଲା ପରେ ପିଆଜ ଦେଇଦେବା। ପିଆଜକୁ ଭଲ ଭାବରେ ଭାଜି ସାରିଲା ପରେ ବାଟିକି ରଖିଥିବା ମସଲା ଦେଇଦେବା। ତାପରେ ହଳଦୀ ଆଉ ଟିକେ ଲୁଣ ଦେଇଦେବା। ଦେଇକି ଭଲ ଭାବରେ ଟିକେ ଫୁଟିବାକୁ ଛାଡ଼ିଦେବା। ତାପରେ ଆମେ ସିଝେଇକି ରଖିଥିବା ଗୋଟା ମୁଗ ପରିବାକୁ ଏଥିରେ ଏଡ୍ କରିଦେବା। ପ୍ରସ୍ତୁତି ହେଇଗଲା ମୋର ଗୋଟା ମୁଗ ତରକାରୀ। ଯଦି ଭିଡ଼ିଓଟି ଭଲ ଲାଗୁଛି ଲାଇକ୍, ସେୟାର, ସବସ୍କ୍ରାଇବ୍ କରିଦେବେ। ଧନ୍ୟବାଦ।